ତ ମାଲିକେ ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ପିଜୁଳି ଗୋଟେ ପ୍ରସ୍ତୁତ କରିବା ବଢ଼ିଆ ଚଟପଟା ଟେଷ୍ଟି ଚଟଣିଟେ। ତ ଅପେକ୍ଷା କାହାକୁ କରିଛନ୍ତି, ଜଲ୍ଦି ଜଲ୍ଦି ଆସନ୍ତୁ ନା। ପିଜୁଳିର ଚଟଣି ପ୍ରସ୍ତୁତ ପାଇଁ ମୁଁ ଯାଇଥିଲି ବଜାରକୁ ପିଜୁଳି ପାଇଁ। ଦେଖିଲି ପୁରା ତାଜା ତାଜା ଫ୍ରେଶ୍ ପିଜୁଳି ପଡ଼ିଛି। ଭାଙ୍ଗି ଗଲି 500 ଦିଅ, 500 ମୋର ଦୁଇଟା ଉଠିଲା। ଏତେ ବଡ଼ ବଡ଼ ପିଜୁଳି। ପିଜୁଳିର ଚଟଣି ପ୍ରସ୍ତୁତ ପାଇଁ ମୁଁ ନେଇଥିଲି ଗୋଟେ ବଡ଼ ସାଇଜର ପିଜୁଳିଟେ। ତାକୁ ପ୍ରଥମେ ଏକ ଛୁରୀ ସାହାଯ୍ୟରେ 2 ଫାଳ କରି କାଟି ନେଲି। କାଟି ସାରିଲା ପରେ ତା ଭିତରୁ ଯେଉଁ ବାସ୍ନା ଆସୁଥିଲା ମୋତେ ପୁରା ଦିବାନା କରିଦେଉଥିଲା। ଛୁରୀ ସାହାଯ୍ୟରେ ସେ ପିଜୁଳି ଗୁଡ଼ାକୁ ଗୁଣ୍ଡ ଗୁଣ୍ଡ କରି କାଟିକି ହେମଦସ୍ତା ଭିତରେ ଭର୍ତ୍ତି କଲି ପ୍ରଥମେ। ତାପରେ ଆଣିଥିବା କଞ୍ଚା ଧନିଆ ପତ୍ରକୁ ବି ଗୁଣ୍ଡ ଗୁଣ୍ଡ କରି କାଟିକି ସେ ହେମଦସ୍ତା ଭିତରେ ଭର୍ତ୍ତି କଲି। ଆଣିଥିବା କଞ୍ଚା ଲଙ୍କା ଗୁଡ଼ାକୁ ବି ଗୁଣ୍ଡ ଗୁଣ୍ଡ କରି କାଟିକି ହେମଦସ୍ତା ଭିତରେ ଭର୍ତ୍ତି କଲି। ଆଣିଥିବା କଞ୍ଚା ଅଦାଟାକୁ ବି ଗୁଣ୍ଡ ଗୁଣ୍ଡ କରି କାଟିକି ହେମଦସ୍ତା ଭିତରେ ଭର୍ତ୍ତି କଲି। ଚଟଣି ଟିକେ ସ୍ୱାଦ ବଢ଼ାଇବା ପାଇଁ ତା ଦେହରେ ଟିକେ ଲେମ୍ବୁ ଚୁପୁଡ଼ି ଦେଲି। ଶେଷରେ ପାଖରେ ଥିବା ବିଟ ଲୁଣକୁ ପକେଇ ହେମଦସ୍ତା ଭିତରେ ତାକୁ ଭଲସେ କୁଟିବାକୁ ଲାଗିଲି, ଯେ ପର୍ଯ୍ୟନ୍ତ ଭିତରେ ଥିବା କଞ୍ଚା ପିଜୁଳି ଗୁଡ଼ାକୁ ମିନ୍ ନ ହୋଇଯାଇଛି। ଶେଷରେ ସଫା ପାତ୍ରରେ ଯେତେବେଳେ ଚଟଣିଟାକୁ ସର୍ଭ କରିବାକୁ ଲାଗିଲି, ତାର ବାସ୍ନା ଶୁଙ୍ଗି ମୁଣ୍ଡ ପୁରା ଟିଣ ହୋଇଗଲା। ତାପରେ ଟିକେ ଲେମ୍ବୁ ଚୁପୁଡ଼ି ଦେଲି, ତା ଦେହରେ ଟିକେ ସକ୍ସ ପକେଇ ତାକୁ ସର୍ଭ କରିବାକୁ ଲାଗିଲି। ଏବେ ପ୍ରସ୍ତୁତ ହେଇଗଲା ଆମର ଚଟଣିଟା। ଚାଲନ୍ତୁ ଆଉ ଟେଷ୍ଟ କରି ଦେଖିବା କେମିତି ଲାଗୁଛି। ସତରେ ସାଙ୍ଗମାନେ ପିଜୁଳି ଚଟଣିଟା ଏତେ କଷା ଲାଗୁଥିଲା ସୀମା ବାହାରେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର କରି ରହୁଛି। ଜୟ ଜଗନ୍ନାଥ।